Okay, Pramila, first of all, congratulations to you for clearing SSG PGT botany. Okay, ଯେମିତି थैंक କି यू ତମେ सर, थैंक यू କହୁଥିଲ वेरी ଯେ मच। ତମର ନିଜ ଡିଷ୍ଟ୍ରିକ୍ଟରେ ପୋଷ୍ଟିଂ ହେଇନି ଆଉ ଜାଗା ପୋଷ୍ଟିଂ ହେଇଛି ଆଉ ତା ସହିତ ତମେ 2000 ତମେ ହାଇ ସ୍କୁଲ ଟିଚର ବି ଥିଲ ଆଉ 2023 ରୁ ତମେ ପ୍ରିପାରେସନ କରୁଥିଲ ଏଜୁକେସନ ଦେଇଥିଲ ବଟ୍ ଏଥର କଣ କି ତମେ ବଟନୀର ଦେଲ ବଟନୀର ଦେଇକି ତମର କ୍ଲିୟର ହେଲା ଆଉ ଭଲ ରାଙ୍କରେ ବି କ୍ଲିୟର ହେଲା ହେଲା ତ ତମେ ହାଇ ସ୍କୁଲ ଟିଚର ରହିକି ବି ମାନେ କେତେ ନା ତମେ 4 ରୁ 8 ଘଣ୍ଟା ଗୋଟେ ଦିନରେ ପଢୁଥିଲ ତା ସହିତ ଯେହେତୁ ତମେ ଆଜ୍ଞା ହାଉସ ୱାଇଫ ଘର କାମ ବି ମ୍ୟାନେଜ କରୁଥିଲ ଘର କାମ ମ୍ୟାନେଜ କରିବା ସହିତ ସହିତ ତ ହାଇସ୍କୁଲ ବି ପାଠ ଯାଉଥିଲ ପଢୁଥିଲି, ପିଲାମାନଙ୍କୁ ପଢଉଥିଲ ଆଉ ନିଜେ ବି ପଢୁଥିଲ ପ୍ରିପେୟାର। ହେଲା ତ ନିହାତି ଇଏ ବହୁତ ମାନେ ଗୋଟେ ଇନ୍ସପିରେସନ ହେଇପାରେ ଅନ୍ୟମାନଙ୍କ ପାଇଁ କାହିଁକିନା ଯୋଉମାନେ ବି ହାଇସ୍କୁଲ ଟିଚର ଅଛନ୍ତି ସେ ବି ପିଜିଟି ପାଇଁ ପ୍ରିପାରେସନ କରିବେ ଆଗାମୀ ଦିନରେ ତ ସେଇଥିପାଇଁ ସବୁ କିଛି ମ୍ୟାନେଜ କରିକି ବି 4 ରୁ 8 ଘଣ୍ଟା ପଢିକି ବି ତମେ କ୍ଲିୟର କଲ ହେଲା ତ ଆଉ ଥରେ କହିପାରିବ ଆଜ୍ଞା କଣ କଣ ସବୁ ତମେ ବୁକ୍ ଫଲୋ କରୁଥିଲ ଯେମିତି ବୁକ୍ ଫଲୋ କରୁଥିଲ କଣ କଣ ଆଉ ଥରେ କହିବ? सर बुक मु एनसीईआरटी बुक मेनली फॉलो करथिली 11 12 रो देन ହୁଁ यूजीसी नेट तापरे टॉपिक मानकर सब्जेक्ट रो सब जाक गोटे बुक रे अवेलेबल नथले सो दैट हमको वेरियस बुक फॉलो करिया पड़थिला तो फार्स्टली ହୁଁ एनसीईआरटी बुक यूजीसी नेट देन ताकू छाडी देले प्लस 2 प्लस 3 सब जाक बही ता सहित यूट्यूब रो मध्य मु किछटा जो कांसेप्ट हम बुझी पानो यूट्यूब रो मध्य हेल्प नउतिली एमती ହୁଁ करके पढ़ा पढ़ी स्टार्ट करथिली। ଆଚ୍ଛା ତମେ ଯୋଉ ପଢୁଥିଲ ଏଥିରେ ତମେ ଯେତେବେଳେ ମାନେ ଜଣେ ସପୋଜ ପ୍ରିପାରେସନ କରିବ ଯୋଉ ସିଲାବସ ଆମର ଯାହା ବି ଅଛି ତାକୁ ପ୍ରଥମେ କଣ କରିବାକୁ ପଡିବ ସିଲାବସ ଦେଖିବ ନା ସିଲାବସ ଦେଖିକି ସେ ଫାଷ୍ଟ ମେଟେରିଆଲ କଲେକ୍ସନ କରିବ ନା ଗୋଟେ ଦିଟା ମେଟେରିଆଲ ଯାହା ବି ପାଇଲା ସିଲାବସ ଦେଖିକି ସେ ଷ୍ଟାର୍ଟ କରିଦବ କଣ କରିବ ନାଇଁ ସିଏ ସାର୍ ନାଇଁ ଫାଷ୍ଟ କଥା ହଉଛି ସାର୍ ତାକୁ ଗୋଟେ ସେଲ୍ଫ मेड ନୋଟ ଫଲୋ କରିବାକୁ ପଡିବ। ହୁଁ ମାନେ ହୁଁ ମୁଁ ଯୋଉଟା କହିଲି ଗୋଟେ ଆମେ ସବୁ ଯାକ କନସେପ୍ଟ ଗୋଟେ ବହିରେ ଆଭେଲେବଲ ପାଇବା ନାହିଁ ତ ହୁଁ ଆମକୁ ଭେରିୟସ୍ ବୁକ୍ ଫଲୋ କରିବା ପାଇଁ ପଡିବ ତ ଆମକୁ ଗୋଟେ ନିଜେ ଗୋଟେ ନୋଟ ପ୍ରିପେୟାର କରିବା ପାଇଁ ପଡିବ ଯୋଉ ନୋଟଟା କି ଆମକୁ ବହୁତ ହେଲ୍ପଫୁଲ ହବ ଆମକୁ ହୁଁ କ୍ୟାରି କରିବା ପାଇଁ ହଉ କିମ୍ବା ଯେକୌଣସି ସମୟରେ ଆମେ ତାକୁ ୟୁଟିଲାଇଜ କରିପାରିବା ହଁ ଦେନ୍ ହଁ ଫାଷ୍ଟ ସିଲାବସ ଟାକୁ ହିଁ ମାଇଣ୍ଡରେ ପ୍ରିଣ୍ଟ କରିଦେବାର ଅଛି ଆମର ସିଲାବସ କଣ ରହୁଛି ତାପରେ ସେ ସିଲାବସ ଅନୁସାରେ ଯୋଉ ୟୁନିଟ ରେ ଆମେ ପୁରା ତାର ଥୋରୋଲି ଯାଇଛୁ ସେ ୟୁନିଟ କୁ ତାର ଡେପ୍ଥ ପର୍ଯ୍ୟନ୍ତ ଆମ ନଲେଜ ଅଛି ଏବଂ ଆମେ ପୁରା କନଫିଡେନ୍ସ ରହିବା ଯେ ସେଇ ୟୁନିଟ ଯାହା ବି କ୍ୱେଶ୍ଚନ ଆସି ଆମେ କରିପାରିବା ସେତିକି ପର୍ଯ୍ୟନ୍ତ ଆମକୁ ତା ପଛରେ ଲାଗିବାର ଅଛି ତ ଫାଷ୍ଟ ଗୋଟେ ୟୁନିଟ କୁ କଭର ଅପ୍ କରିସାରିଲା ପରେ ନେକ୍ସଟ ୟୁନିଟ କୁ ଯିବାର ଅଛି ସବୁ ଯାକ ୟୁନିଟ କୁ ଆମେ ଏଟ ଏ ଟାଇମ କଭର କରିପାରିବା ନାହିଁ ଫାଷ୍ଟ ଆମେ ହୁଁ ଯୋଉ ସିଲାବସ ଉପରେ ବା ଯୋଉ ୟୁନିଟ ଉପରେ ପୁରା କନଫିଡେନ୍ସ ଅଛି ତାକୁ ଆମେ ଫାଷ୍ଟ କଭର ଅପ୍ କରିବା ଦେନ୍ ଆମେ ନେକ୍ସଟ ୟୁନିଟ କୁ ଯିବା ଏବଂ ଯୋଉଟା ଆମକୁ ହାର୍ଡ ଲାଗୁଛି ଆମେ ଭାବୁଛନ୍ତି ଆମର କୌଣସି କ୍ୱେଶ୍ଚନ ହେଇପାରିବ ନାହିଁ ତାକୁ ଟିକେ ହୁଁ ଲାଷ୍ଟ ରଖିଦେଲେ ବେଟର। ତାମାନେ ତମେ କହିବା କଥା ଯେ ଜଣେ ସପୋଜ ଆମର ଦିଟା ପେପରର ପିଜିଟିର ସିଲାବସ ଅଛି ପେପର 1 ଆଉ 2 ଠିକ ଅଛି पेपर 2 ହଁ ପେପର 1 ଆଉ 2 ଗୋଟେ ପିଲା ଏମିତି କରିପାରିବ କି ସପୋଜ ପେପର 1 ର ଗୋଟେ ୟୁନିଟ୍ କଭର କରିଦେଲା ନେକ୍ସଟ ପୁଣି ପେପର 2 ର ଏମିତି ଗୋଟେ ୟୁନିଟ୍ କଭର କରିବ ଏମିତି ଏମିତି କରିକି ଯିବା ଦରକାର ନା ପେପର 1 ପରେ ଏଗେନ ପେପର 1 ର ସେକେଣ୍ଡ ୟୁନିଟ୍ ପେପର 1 ର ଥାର୍ଡ ୟୁନିଟ୍ ଏମିତି କରିବ ନାଇଁ ସାର୍ ଏଟ୍ ଏ ଟାଇम ଦିଟା ହିଁ ଦେଖିବାକୁ ପଡିବ ମାନେ ଯେମିତି ଯୋଉ ଦେଖିବାକୁ ପଡିବ କରେଣ୍ଟ ଆଫେୟାର୍ସ ରହୁଛି ଜିକେ ରହୁଛି ମୁଁ ତ କହିଲି ମୋର ଷ୍ଟଡି ଆୱାରକୁ ମୁଁ ଡିଭାଇଡ କରିଦେଇଥିଲି ଯେ ମୁଁ କେତେ ଟାଇମ ଦେବି ଜେନେରାଲ ପେପର 1 କୁ କେତେ ଟାଇମ ଦେବି ପେପର 2 କୁ ତ ସେଇ ଅନୁସାରେ ଆମକୁ ଏଟ୍ ଏ ନାଇଁ ଟାଇମ ଗୋଟେ ଆମେ ଡେ ଯଦି ରେ ଆପଣ ଟିକେ ଯଦି କରେଣ୍ଟ ଆଫେୟାର ଜିକେ ଦେଖିବା ସେଟା ଓପିଏସସି ପିଜିଟି ର ଥିଲା ବଟ୍ ଏସଏସସି ପିଜିଟି ରେ ତ ସିଏ ଆମର ନଥିଲା ବୁଝିପାରିଲ ହଁ ଠିକ ଅଛି। हाँ ଆମେ ଯଦି ଓପିଏସସି ପିଜିଟି କଥା କହିବା ଓପିଏସସି ପିଜିଟି ର କରେଣ୍ଟ ଆଫେୟାର ଜିକେ ଥିଲା ବା ଆଜ୍ଞା ଇଂଲିଶ ଥିଲା ଯାହା ବି ଥିଲା କିନ୍ତୁ ଆମର ଏସଏସସି ହୁଁ ପିଜିଟି ରେ ତ ସିଏ ନଥିଲା ନା ଏସଏସସି ପିଜିଟି ରେ କେବଳ ଆମର ବଟନି ହଁ କେବଳ ବଟନୀ ତ ଏସଏସସି ପିଜିଟି ର ହଁ ଯେହେତୁ କେବଳ ବଟନୀ ତ ବଟନୀରେ ଆମକୁ କଣ ପେପର 1 ଆଉ 2 ଦିଟା ଦେଖିବାକୁ ପଡିବ ଆଜ୍ଞା ବୁଝିଲ ତ ନାଇଁ ସେଟାରେ ସାର୍ ଦିଟା କୁହ ପେପରକୁ ହିଁ ଆମକୁ ଏଟ୍ ଏ ଟାଇମ ଟାଇମ ଦେବାକୁ ପଡିବ ଦିଟା ଟାଇମ୍ ଦେବାକୁ ପେପରକୁ ପଡିବ ହିଁ ଏଟ୍ ଏ ଟାଇମ ଆମକୁ ଟାଇମ ଦେବାକୁ ପଡିବ କାହିଁକି ନା ଯଦି କିଛି ସମୟ ଦେଖାଯାଏ ଯଦି ଆମେ ଗୋଟେ ପେପର ପଢି ଚାଲିଛେ ଆଉ ଗୋଟେ ପେପର ଆମେ ଭୁଲି ଯାଉଛୁ କି ହୁଁ ତାର କିଛି କ୍ୱେଶ୍ଚନ ଆମର ଆଉ ମାଇଣ୍ଡରେ ରହୁନାହିଁ ସୋ ଦ୍ୟାଟ ଆମକୁ ଦିଟା ପେପର ସାଇମଲ୍ଟେନିୟସଲି ଚାଲିବାକୁ ପଡିବ ସେ ଦିଟା ପେପରକୁ ନେଇକି ହିଁ ପଢିବାକୁ ପଡିବ। ଆଚ୍ଛା ସପୋଜ ଗୋଟେ ପିଲା କଣ କି ପେପର 1 ସାରିଲା ପେପର 1 ଗୋଟେ ୟୁନିଟ୍ ସାରିଲା ସେଇ ୟୁନିଟ୍ ରେ ନିହାତି ଏମସିକ୍ୟୁ ଲଗେଇବା ଦରକାର କି ଦରକାର ନୁହଁ କୁହନ୍ତୁ ନିଶ୍ଚିତ ସାର୍ ଏମସିକ୍ୟୁ ଲଗେଇବ ଆଉ ଗୋଟେ କହିଲି ମୁଁ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସେଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଆଚ୍ଛା ଜିନିଷ ମାନେ ପିୱାଇ କ୍ୟୁ ପିୱାଇକୁ ଏଇଟା ନିହାତି ଦରକାର କାହିଁକି ନା ଆମେ ଯଦି ଖାଲି ଥିଓରି ପଢିବା ତ କ୍ୱେଶ୍ଚନ ସେଠୁ କେମିତି ଆସିବି କଣ ଆସିବ ସେଟା ଜାଣିପାରିବାନି ତ ଆମକୁ ପ୍ରିଭିୟସ୍ କ୍ୱେଶ୍ଚନ ସହିତ ଆମକୁ ଥିଓରି ପଢିବାକୁ ଅଛି। ଆଚ୍ଛା ମାନେ ଗୋଟେ ଗୋଟେ ୟୁନିଟ୍ ସରିବ ତାର ଏମସିକ୍ୟୁ ଲଗା ହବ ତାପରେ ଲାଷ୍ଟରେ ଯେମିତି ପିୱାଇ କ୍ୟୁ ହଉ ୟୁଜିସି ନେଟ ରେ ଏମସିକ୍ୟୁ ଲେକ୍ଚରର ହୁଁ ଏମସିକ୍ୟୁ ବଟନୀର ଯାହା ବି ରିଲେଟେଡ୍ ଅଛି ତାର ସବୁ ଏମସିକ୍ୟୁ ଲଗେଇବାକୁ ଆମକୁ ପଡିବ ନୁହେଁ କି ଏତିକି ନିଶ୍ଚିତ ମୁଁ ଲଗେଇଲେ ସାର୍ ଯାଇକି କହିବି ଗୋଟେ ଗୋଟେ ଜିନିଷ ହଁ ହୁଁ ମୁଁ ଗୋଟେ କହିବି ଜିନିଷ ଆକ୍ଚୁଆଲି
ହଁ ଏଥିରେ ମୋର ହଜବେଣ୍ଡ ଙ୍କର ବହୁତ ମାନେ ତାଙ୍କର ହାତ ଅଛି। ସେ ସବୁ ଯାକ ସାଇଟ୍ ମୋର ଏସଏସସି ଓପିଏସସି ଯେତିକି ବର୍ଷର ଆଚ୍ଛା ମାନେ ଏକ୍ସାମ ହେଇଥିଲା ସବୁ ଯାକ ପ୍ରିଭିୟସ୍ କ୍ୱେଶ୍ଚନ ସେ ଡାଉନଲୋଡ କରିକି ମତେ ପ୍ରିଣ୍ଟ ଆଉଟ୍ କରି କାଢି ଦେଇଥିଲେ। କାହିଁକି ନା ଆଚ୍ଛା ଆଚ୍ଛା ଫୋନରେ ଆମେ ଚାହିଁଲେ ସବୁ ଯାକ କ୍ୱେଶ୍ଚନ ଦେଖିପାରିବା ନାହିଁ। ତ ଭଲ ହୁଁ ହବ ଆମେ ଯାହା ବି ଯୋଉ ପ୍ରିଭିୟସ୍ କ୍ୱେଶ୍ଚନ ଅଛି ତାକୁ ପ୍ରିଣ୍ଟ ଆଉଟ୍ କରି ପାଖରେ ରଖିବା। ଦେନ୍ ହଁ ସେଲ୍ଫ ହଁ ମେଡ୍ ନୋଟ ଗୋଟେ ରଖିବା। ଦେନ୍ ଆମେ ହଁ ବହି ସହିତ ୟୁଟ୍ୟୁବ କୁ ପାଖରେ ରଖିଥିବା। କାହିଁକିନା ଆମେ ବହୁତ ସାରା ଜିନିଷ ଆମେ ନିଜେ କ୍ଲିୟର ନହେଲେ ଆମେ ହଁ ୟୁଟ୍ୟୁବ ର ବହୁତ ସାଙ୍ଗର ହେଲ୍ପ ରେ ଆମ କନସେପ୍ଟ ବି କ୍ଲିୟର ହେଇପାରିବା। ହେଇପାରିବ। ଆଚ୍ଛା ଆଚ୍ଛା ଥ୍ୟାଙ୍କ ୟୁ। କହିଦେବେ ଆପଣ ସାର୍ଙ୍କୁ ଥ୍ୟାଙ୍କ ୟୁ କହିଦେବେ, ଯେହେତୁ ଆପଣଙ୍କ ପାଇଁ ସେ ଏତେ କ୍ୱେଶ୍ଚନ ଆଣିଛନ୍ତି ସେଥିପାଇଁ ନାଇଁ ଆପଣ ବହୁତ ପଢିଲେ କରିଛନ୍ତି। ସକ୍ସେସ୍ ପାଇଲେ। ବୁଝିପାରିଲ? ହୁଁ। ଆଉ ଗୋଟେ କଥା ରହୁଛି, ତ ଆମେ ଯଦି ଦେଖିବା ବଟନୀର ଏସଏସବି ପିଜି ତ ଦିଥର ହେଲା 2023 ଆଉ 24। ବୁଝିପାରିଲ? ଆଜ୍ଞା ଯେହେତୁ 2023-24 ହେଲା, ତ ଆମେ ଯଦି କମ୍ପାରିଜନ ଦେଖିବା କଟଅଫ ର, ତ 2023 ତୁଳନାରେ 2024 ର ଅଧିକ ଗଲା କି କମ ଗଲା କଟଅଫ? ତମେ ତ 2023 ର ଦେଇଥିଲ ବୋଧେ, ଏଜୁକେସନ ଦେଇଥିଲ 2023 ର, ବଟ୍ ଏ ବର୍ଷ ଯଦି ଏଜୁକେସନ ଦେଖିବା ଦେଇ ଆମେ ତ କମ୍ପାରିଜନରେ ବଟନୀର ଟିକେ କଣ କି ଅଧିକ କଟଅଫ ଯାଇଛି। ତ ନେକ୍ସଟ ଅଧିକ ନେକ୍ସଟ ଯେତେ ଯାଇଛି। 2025-26 ର ରିକ୍ରୁଟମେଣ୍ଟ ହେଲେ ତ କଟଅଫ ଧୀରେ ଧୀରେ ବଢିବ, କାହିଁକି ନା ଏସଏସସି ପିଜିଡି ଫାଷ୍ଟ ଯୋଉ 2023 ର ଏକ୍ସାମ ହେଇଥିଲା, ତ ସେତେବେଳେ ଫ୍ରେଶ ଥିଲା ଫାଷ୍ଟ ଏସଏସସି ପିଜିଡି, ତ କ୍ୱେଶ୍ଚନ ଲେଭେଲ ହୁଁ ଟିକେ ଇଜି ଥିଲା। ବଟ୍ ଯେତେ ଇଜି ଯେତେ ଆମେ ଥିଲା। ଆଗକୁ ଆଗକୁ ଯିବା କ୍ୱେଶ୍ଚନ ଲେଭେଲର ଡିଫିକଲ୍ଟି ସେତେ କଣ କି ବଢିବ। ତ 2024 ର ଲେଭେଲ ଟିକେ ବଢିଲା, ତ 2025 ର ଆଗକୁ ବଢିଲା। ତ ସେଥିପାଇଁ ଗୋଟେ ପିଲାକୁ କେତେ ଟାର୍ଗେଟ ରଖିବ, ଗୋଟେ ନର୍ମାଲ ପିଲା ଯଦି ଆମେ କହିବା, ସେ କେତେ ଟାର୍ଗେଟ ରଖିକି ପଢିଲେ ଯେ ଏସଏସସି ପିଜିଡି ତାର କ୍ଲିୟର ହେଇପାରିବ? ମିନିମମ୍ କେତେ ସେ ସାର୍ ଆମ ଟାର୍ଗେଟ? ଟୋଟାଲ ହଁ ଟୋଟାଲ ଉପରେ ସାର୍ ଜଣେ ସେଇଟା କେତେ ଟାର୍ଗେଟ କରିକି ପଡିବ? ନର୍ମାଲ ଆମେ କାଟାଗୋରୀ କିଛି ନବାନି ଏଠି, ଗୋଟେ ନର୍ମାଲ ହଁ, ରଖିବା। ହଁ ଏତିକି ଜଣ ଯଦି ପଢୁଛି ଟାର୍ଗେଟ ନେଇକି, ତା ଭିତରେ ତ ଆମେ କହିପାରିବାନି ଯେ କୋଉ କାଟାଗୋରୀର କେତେ ଦରକାର, ସେଟା ଆମେ ଏଠି କଟକ ପ୍ରେଡିକ୍ଟ କରୁନାହାନ୍ତି। ବଟ୍ ଗୋଟେ ହଁ ଏତିକି ଆମକୁ ଟାର୍ଗେଟ କରିକି ପଢିବାକୁ ପଡିବ, ଟାର୍ଗେଟ ଏତିକି ସେଟ୍ କରିବ। ଯେମିତିକି ମୁଁ ଆଗରୁ ସବୁ ପିଲାଙ୍କୁ କୁହେ, ଯଦି ତମେ 150 ତମର ଫୁଲ ମାର୍କ ଅଛି, ତାହେଲେ ତମେ 60% ଟାର୍ଗେଟ କର। ଯଦି 60% ଟାର୍ଗେଟ ତମର 90 ରହୁଛି, ତାହେଲେ ତମର ଏକ୍ସାମ କ୍ଲିୟର ହବାର 100% ଚାନ୍ସେସ୍ ତମକୁ ରହୁଛି। ତା ସହିତ ସହିତ କଣ ଆମେ କରିଦବା ନା କ୍ୟାରିୟର ମାର୍କ ଆଡ କରିଦବା। ଯଦି ଆମ କ୍ୟାରିୟର ମାର୍କ 40 ଅଛି, ତ 130 ହେଇଯିବ ଆମର ଆଉଟ ଅଫ 200। ବୁଝିପାରିଲ? 200। ହଁ। ତ ଏଇ ପ୍ରୋସେସର ସେଇ ଅନୁସାରେ ତମେ କୁହ ଯେ କେମିତି କେତେ ଜଣ ଟାର୍ଗେଟ ରଖିବ, 150 ରୁ କେତେ ଟାର୍ଗେଟ ରଖିଲେ ରିଟିନ ର ସେ ଇଏ କରିପାରିବ। ମାନେ କ୍ୱାଲିଫାଇ କରିପାରିବେ। ହଁ ହଁ ସାର୍ ଆକ୍ଚୁଆଲି ବି ଆମର ଯୋଉଟା କହିଲେ ଆମର କ୍ୟାରିୟର ମାର୍କିଂ ରହୁଛି। ଯଦି ଜଣଙ୍କର କ୍ୟାରିୟର ବହୁତ ଭଲ ଅଛି ତ ରିଟିନ ଟିକେ କମ ହେଲେ ଚଳିବ। କିନ୍ତୁ ଯଦି କ୍ୟାରିୟର ଜଣଙ୍କର ଟିକେ କମ ଅଛି ତ ସିଏ ରିଟିନ ନିହାତି ତାକୁ ଗୋଟେ ଆପଣ ଯେମିତି କହିଲେ 60 କି 70% ଏଭବ ରଖିବା ପାଇଁ ପଡିବ। କାହିଁକି ନା ଏବେ ଯେହେତୁ କମ୍ପିଟିସନ ଲେଭେଲ ବଢିଗଲାଣି। ହୁଁ ହୁଁ ଆଗରୁ କଣ ହଉଥିଲା, ମୁଁ ଯେତେବେଳେ ଫାଷ୍ଟ ଏସଏସସି ଲେକ୍ଚରସିପ ବି ଦେଇଥିଲି, ବହୁତ କମ ପିଲା ଆପ୍ଲାଏ କରୁଥିଲେ, ଜାଣିନଥିଲେ। କିନ୍ତୁ ଆପ୍ଲାଏ ଏବେ କର। ଆମେ ଟେକ୍ନିକାଲ ଆମେ ଡେଭଲପ ହେଇଗଲାଣି, ତ ଯାହା ବି ଫର୍ମ ବାହାରୁ ଇଚ୍ ଆଣ୍ଡ ଏଭ୍ରି ୱାନ୍ ୱିଲ୍ ବି ନୋ, ସମସ୍ତେ ଜାଣିପାରୁଛନ୍ତି। ତ କମ୍ପିଟିସନ ହୁଁ ଲେଭେଲ ଟା ସେଇ ହିସାବରେ ବଢୁଛି। ତ ଆମେ ଯଦି ସେଇ ଅନୁସାରେ ଆମର ଲେଭେଲ ମାନେ ଯୋଉ ପରିଶ୍ରମ କରିବା ଲେଭେଲ ଯଦି ଆମେ ନ ବଢେଇବା, ତାହେଲେ ଆମେ ସେତିକି ଆମ ଯୋଉ ଯାହା ଟାର୍ଗେଟ ଅଛି ଆମେ ତାକୁ ଫୁଲଫିଲ କରିପାରିବା ନାହିଁ। ତ 60 ରୁ 70 କି 75 ଆମକୁ ରଖିଲେ ଆମେ କଣ ଗୋଟେ ଇଲିଜିବଲ ବା କ୍ୱାଲିଫାଇ କରିପାରିବା। ହୁଁ ହୁଁ ହୁଁ। ମାନେ 60-70% କହୁଛ କି 150 ରୁ 60-70 କହୁଛ? ନାଇଁ ପରସେଣ୍ଟେଜ କହୁଛି ମୁଁ। ହଁ ପରସେଣ୍ଟେଜ ଯଦି ସେତିକି ଜଣେ 90 ପ୍ଲସ୍ ରଖିବ, ପ୍ଲସ୍ କ୍ୟାରିୟର ଭଲ ଥିବ, 40 ପାଖାପାଖି କ୍ୟାରିୟର ଥିବ, ତ ତାର କ୍ଲିୟର ହବାର ଚାନ୍ସେସ୍ ରହିବ। କାହିଁକିନା ଆମେ ଯଦି ଦେଖନ୍ତି ପୋଷ୍ଟ ବହୁତ କମ ଆସୁଛି, ଏସଏସସି ପିଜିଟି ହଉ, ସେ କମ ଅଛି। ଓପିଏସସି ପିଜିଟି ହଉ, ବହୁତ କମ ପୋଷ୍ଟ ଆସୁଛି। ତ ସେଇ ଅନୁସାରେ ଆମେ କହିପାରିବା ଗୋଟେ ଟାର୍ଗେଟ ଭଲ ଇଏ କରିକି ପଡିବ। ତା ପାଇଁ କଣ କି ପ୍ରପର ଟାଇମ ଟେବୁଲ ରେ ପଢିବାକୁ ପଡିବ। ଯେମିତି କି ଆମେ ଦେଖୁଛନ୍ତି ଟାଇମ ଟେବୁଲ। ହଁ ଯେମିତି କି ଦେଖୁଛନ୍ତି ରିକ୍ରୁଟମେଣ୍ଟ ଏବେ ଆସିବ, କଣ କି ରିକ୍ରୁଟମେଣ୍ଟ ଆସୁ ଆସୁ ଡିସେମ୍ବର ଜାନୁଆରୀ ହେଇଯିବ ଏସଏସସି ପିଜିଟି ର ନେକ୍ସଟ ରିକ୍ରୁଟମେଣ୍ଟ। ତ ଆଜ୍ଞା। ପିଲା ଏବେ କଣ କରିବା ଦରକାର, ଏବେଠୁ ପ୍ରିପାରେସନ କରିବା ଦରକାର ନା ନୋଟିଫିକେସନ ଆସିଲେ ପ୍ରିପେୟାର କରିବା ଦରକାର? କଣ କହିବାକୁ ନାଇଁ ଚାହୁଁଛ? ସାର୍ କେବେ ବି ନାଇଁ। ଗୋଟେ ପିଲା ଯେବେଠୁ ତାର କ୍ୟାରିୟର ଷ୍ଟାର୍ଟ କରୁଛି, ହୁଁ ଫର ଏକ୍ସାମ୍ପଲ ସେ ତାର ଏକାଡେମିକ କ୍ୟାରିୟର କମ୍ପ୍ଲିଟ କରିସାରିଲା ପରେ ଯେବେ ସେ କୌଣସି ଏକ୍ସାମ ପାଇଁ ଷ୍ଟାର୍ଟ କରୁଛି, ତାର ହୁଁ କନସିଷ୍ଟେନ୍ସି ଟା ମେଣ୍ଟେନ କରିବା ଦରକାର। ସେମିତି ନାହିଁ ଦରକାର। ଯେ ମୋର ଆଗକୁ ଏକ୍ସାମ ଅଛି, ମୁଁ 15 ଦିନ ପଢିଦେବି, ଦେନ ଏକ୍ସାମ ସରିଗଲେ ବହି ପତ୍ର ଫିଙ୍ଗିଦେବି, ହୁଁ ମୁଁ ହୁଁ ପୁଣି ଏନ୍ଜୟ କରି ପୁଣି ଏକ୍ସାମ ନୋଟିଫିକେସନ ବାହାରିଲେ ମୁଁ ପଢିବି। ସେଇଟା କଲେ କେବେ ବି ଆମେ ଆମର ଗୋଲ ଟଚ୍ କରିପାରିବା ନାହିଁ। ହୁଁ ଆମକୁ ହୁଁ ଆମର କମ୍ଫର୍ଟ ଜୋନ ରୁ ବାହାରକୁ ଯିବାର ଅଛି। ଦେନ ଆମର ଗୋଲ କୁ ସେଟ କରିକି ଆମକୁ ପ୍ରତ୍ୟେକ ଦିନ, ମାନେ ଏମିତି ନାହିଁ କି ମୁଁ ଗୋଟେ ଦିନ ପୁରା ଦିନ ରାତି 24 ଘଣ୍ଟା ପଢିଦେବି, ରାତିରେ ହୁଁ ଶୋଇବି ନାହିଁ, ଦେନ ହୁଁ ନେକ୍ସଟ ଦିନ ମୁଁ ପୁରା ଶୋଇ ପଡିବି। ସେମିତି କଲେ ହବନି। ଆଟଲିଷ୍ଟ ଆମକୁ 2 ଆୱାର୍ସ ହଉ କି 3 ଆୱାର୍ସ ହଉ, ଯେତେ ବି ଟାଇମ ମିଳୁଛି, ଡେଲି ଆମକୁ ଟିକେ ପଢା ଟଚ୍ ରେ ରହିବାର ଅଛି। ଏବଂ ସେଇ ଅନୁସାରେ ସିଲାବସ କୁ ଯଦି ସେ ଆଗରୁ ସିଲାବସ ଟା ପୁରା କଭର କରିଦଉଛି, ତାକୁ ଇଜି ହବ ନୋଟିଫିକେସନ ବାହାର ସେ ଯଦି ଆଉ ଥରେ ତାକୁ ମାନେ ରିଭାଇଜ କରିଦଉଛି, ତ ସେ କୋଶ୍ଚେନ ତାକୁ ମନେ ପଡିଯିବ। କିନ୍ତୁ ଯଦି ଭାବିବ ନାଇଁ ନୋଟିଫିକେସନ ବାହାରୁ, ଏବେ ତ ଟାଇମ ଅଛି, ମୁଁ ଏନ୍ଜୟ କରିବି,
ତ ସେଇଟା ହେଲେ ହବନି କାହିଁକି ନା ମୁଁ ଗୋଟେ କଥା କହିବି ସାର୍, ମାନେ ମତେ ବି ହଜବେଣ୍ଡ ସେଟା କୁହନ୍ତି ଯେ ମନେକର ଯଦି ଆମ ଲାଇଫ ଟାଇମ ରହୁଛି 60, ଭାବନ୍ତୁ ଆମ 70 ଇୟର୍ସ, ତ ହୁଁ ଆମର ହୁଁ କ୍ୟାରିୟର ସରିଯାଉଛି ପାଖାପାଖି 22 କି 23 ରେ ସରିଯାଉଛି। ତ ତାପରେ ହୁଁ ଆମେ ଯଦି 5 ଇୟର ପରିଶ୍ରମ କରିଦବା, ତାହେଲେ ନେକ୍ସଟ ଆମର ଯାହା ପାଖରେ ଆମର ଯୋଉ ଲାଇଫ ଟାଇମ ରହୁଛି ଆମେ ତାକୁ ଭଲ ଭାବରେ ଏନ୍ଜୟ କରିପାରିବା। ଏନ୍ଜୟ କିନ୍ତୁ ଯଦି ଆମେ କରିପାରିବା। ଭାବେ ହଁ ଏବେ ଏନ୍ଜୟ କରିବା, ଯେ ଏବେ ଏନ୍ଜୟ କରିବୁ ଦେଖିବା ତାପରେ ଚାକିରି କଥା କଣ ଭାବିବା, ତ ସେତେବେଳେ ବହୁତ ହୁଁ କଷ୍ଟ କରିବା ପାଇଁ ପଡିବ। ସେତେବେଳେ ବୟସ ପଳେଇଥିବ, ଆଉ ସେ ଭିତରେ ସେ ଇଣ୍ଟରେଷ୍ଟ ନଥିବ କି ସେ ୟୁନିଭର୍ସିଟି ନଥିବ ଯେ ମୁଁ ପଢିକି ଗୋଟେ ଏକ୍ସାମ କ୍ୱାଲିଫାଇ କରିବି। ତ ଏବେ ବି ଯାହା ଟାଇମ ଅଛି ସେଇ ଟାଇମ କୁ ପ୍ରପର ୟୁଟିଲାଇଜ କରନ୍ତୁ, ତାଙ୍କର ଗୋଲ ସେଟ କରନ୍ତୁ। ୱାନ୍ସ ସେ ତାଙ୍କର ଗୋଲ କୁ ଏଚିଭ କରିଗଲେ ତାପରେ ତାଙ୍କର ଗୋଟେ ଲଙ୍ଗ ଲାଇଫ ପଡିଛି, ସେ ତାକୁ ଏନ୍ଜୟ କରିପାରିବେ। କରିପାରିବା। ଓକେ ଠିକ ଅଛି, ଥ୍ୟାଙ୍କ ୟୁ। ଆଉ ଗୋଟେ କଥା ମୁଁ କହୁଛି, ସପୋଜ ମାନେ ପ୍ରାକ୍ଟିସ ସେଟ କେତେ ଇମ୍ପୋର୍ଟାଣ୍ଟ, ମାନେ ସପୋଜ ସପୋଜ ଆମେ ସବୁ ୟୁନିଟ୍ କଭର କରିଦେଲେ ପ୍ରାକ୍ଟିସ ସେଟଟା କେତେ ଇମ୍ପୋର୍ଟାଣ୍ଟ, ପ୍ରାକ୍ଟିସ ସେଟ ନିହାତି ପ୍ରାକ୍ଟିସ ଦେବା ଟା ଦରକାର କି ମୋଷ୍ଟ ନାହିଁ? ଇମ୍ପୋର୍ଟାଣ୍ଟ ସାର୍, ଆଚ୍ଛା। ପ୍ରାକ୍ଟିସ ଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ କଥା ମୁଁ କହିବି ଆପଣଙ୍କ ଆଗରେ, ସମସ୍ତେ ହୁଁ ଜାଣିବା ଦରକାର, ମୁଁ ଆପଣଙ୍କୁ ଗୋଟେ ମକ୍ ଟେଷ୍ଟ ବି ଦେଇଥିଲି ହୁଁ ଯୋଉଟା କି ମତେ ବହୁତ ହେଲ୍ପଫୁଲ ହେଇଛି। ବହୁତ ସାରା ହୁଁ କ୍ୱେଶ୍ଚନ ମୁଁ କହିଲି ଆମେ ଥିଓରି ପଢିଲେ ଆମେ ହୁଁ ଜାଣିପାରିବନି କୋଉଠୁ ବା କୋଉ କନସେପ୍ଟ ରୁ କ୍ୱେଶ୍ଚନ ରେଜ ହେଇପାରିବ। ତ ହୁଁ ଆମେ ହୁଁ ଯଦି ବାରମ୍ବାର ପ୍ରାକ୍ଟିସ କରିବା, ସେ କ୍ୱେଶ୍ଚନ ଯାକ ଆମ ଅଟୋମେଟିକ ମାଇଣ୍ଡ ରେ ପ୍ରିଣ୍ଟ ହେଇଯାଇଥିବ, ଆମେ ଜାଣିପାରିବା କ୍ୱେଶ୍ଚନ ଦେଖିଦବୁ ଆମକୁ ଆନ୍ସର ଟା ଅଟୋମେଟିକ ପଳେଇ ଆସିବ। ପଳେଇ ତେଣୁ ଆସୁଛି ହଁ। ପ୍ରାକ୍ଟିସ ଟା ଖାଲି ଥିଓରି ପଢିଲେ ହବନି, ପ୍ରିଭିୟସ ଇୟର କ୍ୱେଶ୍ଚନ କରିବାର ଅଛି, ମକ୍ ହୁଁ। ଟେଷ୍ଟ ଦବାର ଅଛି, ଏମସିକ୍ୟୁ ସହିତ ତାର ଥିଓରିକୁ ବି ମାନେ କନସେପ୍ଟ କ୍ଲିୟର ହବାର ଅଛି। ଓକେ ଠିକ ଅଛି। ସପୋଜ କଣ କହିଲ କି, ସପୋଜ ଜଣେ 2025-26 ଯୋଉ ନୋଟିଫିକେସନ ଆସିବାର ଅଛି, ତ ତା ପାଇଁ ସେ ପ୍ରିପାରେସନ କରିବ। ଠିକ ଅଛି, ତ ସିଏ ପ୍ରଥମେ ଯୋଉ 10ଟା ଆଜ୍ଞା, ୟୁନିଟ୍ ରହିଲା, 10ଟା ୟୁନିଟ୍ର ନିହାତି ତାକୁ ପ୍ରଥମେ କଣ କି 10ଟା ୟୁନିଟ୍ର ଟାଇମ ଟେବୁଲ ତ କରିବାକୁ ପଡିବ। ହଁ ମତେ କରିବାକୁ ପଡିବ। ଯଦି ସେ ଏସଏସସି ପିଜିଟି ପାଇଁ ପୁରା ପ୍ରପର ଲାଗୁଛି, ଓପିଏସସି ପିଜିଟି କଥା ଆମେ କହିବାନି, ଆମେ ଯଦି ଏସଏସସି ପିଜିଟି ପାଇଁ ସେ ପ୍ରପର ଲାଗୁଛି, ତ 10ଟା ୟୁନିଟ୍ କୁ ସିଏ କଣ କି ପ୍ରଥମେ ୟୁନିଟ୍ କୁ ତାକୁ କଣ କି ସେଗ୍ରିଗେଟ୍ କରିବାକୁ ପଡିବ। ତ ସେଇ ୟୁନିଟ୍ ରିଲେଟେଡ୍ କଣ ନିଶ୍ଚିତ। କି ତାକୁ ସେଇ ୟୁନିଟ୍ ରିଲେଟେଡ୍ ତାକୁ ମେଟେରିଆଲ କଲେକ୍ସନ କରିବାକୁ ପଡିବ। ଠିକ ଅଛି, ଯଦି ଆଜ୍ଞା ସେ ମେଟେରିଆଲ କଲେକ୍ସନ କଲା, ଆଇଦର କଣ କି ଏଠି ଆଇଦର ସେ ସେଲ୍ଫ ଷ୍ଟଡି କରିପାରିବ, ଯଦି ତା ପାଖରେ ଟ୍ୟାଲେଣ୍ଟ ଅଛି, ପଢିବାର ଇଚ୍ଛା ଅଛି, ପଢିବାକୁ ଇଚ୍ଛା ଆଉ ସେଲ୍ଫ ଷ୍ଟଡି କରିପାରିବ, ନହେଲେ ନାହିଁ କାହାର ଗାଇଡାନ୍ସ ରେ ସେ କଣ କରିପାରିବ ନା କ୍ଲାସ କରିପାରିବ। ବୁଝିପାରିଲ? ତ କ୍ଲାସ କରିପାରିଲେ ଆଜ୍ଞା ନିହାତି ସେ କଣ କରିପାରିବ ନା ଏକ୍ସାମ ରେ ସକ୍ସେସ ପାଇପାରିବ। ତାପରେ ସେ କଣ କି ରିଭିଜନ କରିବ ଆଉ ଟେକ୍ସଟ ଦବ। ଏତିକି ନିହାତି ଗୋଟେ ପିଲାକୁ କରିବା ଆଜ୍ଞା ଦରକାର ଯଦି ଗୋଟେ ଏକ୍ସାମ ସେ କ୍ଲିୟର କରୁଛି। ବୁଝିପାରିଲ? ଯେମିତି ଆଜ୍ଞା କି ସାର୍, କଣ? ମୁଁ ସାର୍ କହିବି ଏଠି, ହଁ। ସାର୍ ମୁଁ ଗୋଟେ କଥା କହିବି। ହୁଁ, ମୁଁ ମୋ ଲାଇଫରେ କେବେ ବି କୋଚିଂ ନେଇନି ସାର୍, ଫାଷ୍ଟ କହୁଛି ହୁଁ, ଆପଣ ମାନେ ଆଚ୍ଛା। ଏଇଟା ମାନେ ସତ କଥା କହୁଛି, ମିଛ ନାହିଁ। ହୁଁ, ମୋ ଲାଇଫରେ ହୁଁ, କେବେ ମୁଁ କୋଚିଂ ନେଇନି, ଏବଂ ହୁଁ, ଯାହା ବି ମୁଁ ଦେଇଛି ଭଗବାନଙ୍କ ଦୟାରୁ, ହୁଏତ ହୁଁ, ତାଙ୍କର ଆଶୀର୍ବାଦ, ବାପା ମାଙ୍କର ଆଶୀର୍ବାଦ, ଆଉ ମୋର ହୁଁ, କଠିନ ପରିଶ୍ରମ ଯୋଗୁଁ ଯାହା ବି ମୁଁ ଏକ୍ସାମ ଦେଇଛି ଫାଷ୍ଟ ଆଟେମ୍ପ୍ଟ ରେ କ୍ୱାଲିଫାଇ କରିଛି। ମୁଁ ଓଏସଏସଟି ହୁଁ, ଦେଇଥିଲି, ୟୁଜିସି ନେଟ୍, ଦେନ୍ ମୁଁ 2 ଥର ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମଧ୍ୟ ଏଲିଜିବଲ ହେଇଥିଲି। ତାପରେ ଆଚ୍ଛା। ମୁଁ ଗୋଟେ ଟିଚର ଏଜୁକେଟର ମଧ୍ୟ କ୍ୱାଲିଫାଇ କରିଥିଲି। ତାପରେ ହଉଛି ମୁଁ ଏଇ ହାଇସ୍କୁଲ ପାଇଲି, ଫାଷ୍ଟ ଆଟେମ୍ପ୍ଟ ପାଇଛି। ତ କୋଚିଂ ର କୌଣସି ଆବଶ୍ୟକତା ନାହିଁ। କେତେଟା ପିଲା କହୁଛନ୍ତି ଯେ ହୁଁ, ଆମର ପଇସା ନାହିଁ କି କୌଣସି ମନି ପ୍ରୋବ୍ଲେମ ହଉଛି, ଆମେ କୋଚିଂ ନେଇ ହୁଁ, ପାରୁନୁ, ପଢି ପାରୁନୁ। ତ ସେଇଟା କେବଳ ଗୋଟେ ବାହାନା, ସେଇଟା ଗୋଟେ ପ୍ରୋବ୍ଲେମ ନୁହେଁ, କିମ୍ବା ସେଇଟା ଗୋଟେ ବ୍ୟାରିୟର ନୁହେଁ ଆଗକୁ ବଢିବା ପାଇଁ। ଆପଣ ନିଜେ ଚାହିଁଲେ ମଧ୍ୟ ସେଲ୍ଫ ଷ୍ଟଡି କରିପାରିବେ। ମୁଁ କେବଳ ଆପଣଙ୍କର ଯୋଉଟା ଗୋଟେ ମକ୍ ଟେଷ୍ଟ ଦେଇଥିଲି ବିରେନ୍ସ ଏକାଡେମୀର, ହୁଁ, କିନ୍ତୁ ହୁଁ, ତା ପୂର୍ବରୁ ମୁଁ କୌଣସି କେବେ କୋଚିଂ ନେଇନି। ବିନା କୋଚିଂ ରେ, ଆଚ୍ଛା। ୱିଦାଉଟ୍ କୋଚିଂ ରେ ହିଁ ମୁଁ ସବୁ କ୍ୱାଲିଫାଇ କରୁଛି। ଆଚ୍ଛା ଆଚ୍ଛା, ଦେଖନ୍ତୁ ଠିକ ଅଛି। ୱିଦାଉଟ୍ କୋଚିଂ ରେ ତ ଏଇଟା ମେନ୍ କଥା ହଉଛି କଣ କି, ମାନେ ନିଜର ଇଣ୍ଟରେଷ୍ଟ ଉପରେ ଡିପେଣ୍ଡ କରେ। ହେଲା କି ନିଶ୍ଚିତ ନିଶ୍ଚିତ ତମର ସାର୍। ଯଦି ହଁ ନିଜର ଯଦି ଇଣ୍ଟରେଷ୍ଟ ଅଛି, ତମକୁ କିଛି କାହାର ଗାଇଡାନ୍ସ ବି ଦରକାର ନାହିଁ, ତ ତମେ ଆରାମସେ ନିଜେ ବି ପଢିପାରିବ। ବଟ୍ ଯେହେତୁ ମାନେ ଆଜିକା ଯଦି ଆମେ ଦେଖିବା ହୁଁ, 2025 ର ଆଜିକା ଯୋଉ ସୋସିଆଲ ମିଡିଆ ଜମାନାରେ, ତ ଜଣେ ବହୁତ ରେୟାର, ମାନେ ଆଜ୍ଞା ଯଦି ଆମେ ଦେଖିବା 100% ରୁ 10% ବୋଧେ ଇଣ୍ଟରେଷ୍ଟ ନେଇକି ସେଲ୍ଫ ଷ୍ଟଡି କରୁଥିବେ ପିଲା, ନହେଲେ ଆଉ ଆଜ୍ଞା ସାର୍। 90% ଯୋଉଠି ନା ଯୋଉଠି କୋଚିଂ ନଉଛନ୍ତି। କାହିଁକିନା ମାଇଣ୍ଡ ବହୁତ ସାରା ଡିଷ୍ଟ୍ରାକ୍ଟ ହଉଛି ଆଜିକାଲି। ବୁଝିପାରିଲେ? ତ ମାଇଣ୍ଡ ଯେହେତୁ ଆଜ୍ଞା ଡିଷ୍ଟ୍ରାକ୍ଟ ହଉଛି, ତ ସେଥିପାଇଁ ପିଲାମାନେ କଣ କରୁଛନ୍ତି, କୋଉଠି ଜଏନ ହଉଛନ୍ତି, ଜଏନ ହେଲେ ପ୍ରପର ଗାଇଡାନ୍ସ ନାଇଁ ସାର୍, କ୍ଲାସ ଯଦି ନଉ। ନାଇଁ ସାର୍, ଯଦି ଜଣଙ୍କ ପାଇଁ ସେଟା ପସିବୁଲ ହେଇଛି ଯେ ମୁଁ ନାଇଁ କୋଚିଂ ନେଇପାରିବି, ତାଙ୍କର ମନି ପ୍ରୋବ୍ଲେମ ନାହିଁ, ସେ ନିଅନ୍ତୁ। କାହିଁକି ନା ଆମେ ବି ୟୁଟ୍ୟୁବ ହଉ କି କିମ୍ବା କୌଣସି କୋଚିଂ କ୍ଲାସ ହଁ ମଧ୍ୟ ହଁ ବହୁତ ହଁ। ଭାଷ୍ଟ ଜିନିଷ ଜାଣିବାକୁ ପାଇଥାଉ, ଯୋଉଟା କି ନିଜେ ଆମେ ନ ଜାଣିନଥାଉ। ହୁଁ, ହୁଁ, ସୋସିଆଲ ମିଡିଆରେ ମଧ୍ୟ ବହୁତ ଭଲ ଭଲ ଜିନିଷ ରହୁଛି, ଯେମିତି କି ଆମର ଯୋଉ ବଟନୀ କଥା କହିବି, ଯୋଉ ଫ୍ୟାମିଲି ଆମର ରହିଛି, ତାର ମନେକର ଫ୍ୟାମିଲି ନେମ୍ ହଉ କିମ୍ବା ତାର ଫ୍ଲାୱାର ଯୋଉ ହୁଁ, ସିମ୍ବଲ ଅଛି, ସେଟା ସବୁ ମନେ ରଖିବା ପାଇଁ କି ହୁଁ, ମନେକର ବାହାର କରୁଛନ୍ତି ସେମାନେ, ଯେ ଏଇ ହିସାବରେ ଆପଣ ମନେ ରଖିପାରିବେ। କୌଣସି ସାଇକେଲ କୁ କେମିତି ଆମେ ଇଜିଲି ପଢି ପାରିବା, ସେଟା ହେଇପାରୁଛି। ବଟ ମୁଁ ହୁଁ, କହୁଛି ଯୋଉମାନଙ୍କର ପ୍ରୋବ୍ଲେମ ଅଛି, ମନି ପ୍ରୋବ୍ଲେମ, ସେମାନେ ନେଇପାରନ୍ତି କୋଚିଂ, ତ କିଛି ଦରକାର ନାହିଁ। ସେମାନେ ଯଦି ଓନ୍ ଇଣ୍ଟରେଷ୍ଟ ରଖିବ, ତାହେଲେ ନିଶ୍ଚୟ ହୁଁ, ସେମାନେ ସକ୍ସେସ ପାଇବେ। ହୁଁ। ତାପରେ ବି ଗୋଟେ କଥା ବି, ସମସ୍ତଙ୍କର ବି ପାଠ ପଢା ପ୍ରୋସେସ ବି ସେମ୍ ନଥାଏ।
समस्ते भी ଆଜ୍ଞା किछि किछि थांती सेल्फ स्टडी करके बुझ जाती आउ जन जरी जन को बुझा जाउची से सेतरे भी बुझी जाए हैला जेମିତି कि ଆଜ୍ଞା हमर भी बहुत सारा पिला या पर आप देले बटनी तो आपण देले बटनी रो सक्सेस स्टोरी पर हमर पेड बेच भी बहुत पिला बटनी पाई छथि जो माने कोचिंग न होतिले क्लास रे हैला तो से माने भी या पर ताकर भी स्टोरी शेयर करिवे से केमी ताको हेल्प हेतला जेମିତି बटनी रो कोर्स हो ଆଜ୍ଞା ଆଜ୍ଞା यूनिट वाइज टेस्ट हो तापर तमर मॉक टेस्ट हो ये सब बहुत सारा जिनस अछि गोटे एग्जाम को क्लियर करिया पई खाली आमे थियोरी पढि देले तो हबनी ता सहित सहित हमको कोन करिया पड़िबो ना प्रॉपर रिवीजन आ प्रैक्टिस सेट एतिकी देले जाएंगे आमे गोटे एग्जाम को क्लियर करि परिबा बट किछि भी अछंती कहबे हां आमे बिना प्रैक्टिस सेट बिना माने कोन टीआईक्यू बिना एमसीक्यू लगे भी क्लियर करछु बट जदि आमे देखिबा शहरु सेमती जणे कि दी जण सेमती बाहरिबे समस्त को आमे नै जाई परिबन सेत पय सब बेले कोन होय ना जदि निजर इंटरेस्ट आसुने गोटे प्रॉपर गाइडेंस रे जदि आमे प्रिपरेशन करूछनी जे कोनोसी एग्जाम हो आमे क्रैक करि परिबा ओके ନିଶ୍ଚୟ ठीक अछि तो ओपीएससी पीजी तो निहाती देइथिबे ହଁ ଦେଇଛି ସାର୍ ଇଣ୍ଟରଭ୍ୟू ଦେଇଛି ବାକି ରେଜଲ୍ଟ ଆସିନି। अच्छा इंटरव्यू भी ओपीएससी पीजी रिटन भी क्लियर है इंटरव्यू देइछो ହଁ ओके ହଁ ठीक अछि ଆଜ୍ଞା थैंक विश यू ऑल द बेस्ट फॉर योर फ्यूचर आउ भगवान करंतु ଥ୍ୟାଙ୍କ ୟୁ ସାର୍ ओपीएससी पीजी रे भी तमर क्लियर हो जाओ आउ अपग्रेडेड स्कूल लो पोस्टिंग पाई जाओ ओके ଥ୍ୟାଙ୍କ ୟୁ ସାର୍ ओके प्रेमला थैंक यू वेरी मच फॉर गिविंग अस द टाइम ନମସ୍କାର। ओके थैंक यू